ଦେଖନ୍ତୁ ମୁଁ ଗୋଟିଏ କଥା କହିବି, ଯେଉଁମାନେ ଆଜି ବିବୃତ୍ତି ଦେଉଛନ୍ତି ପିସି ସଭାପତିଙ୍କ ବିରୁଦ୍ଧରେ, ଏହା ଏକ ହାସ୍ୟାସ୍ପଦ କଥା। କାହିଁକି ସେମାନେ ଆଗ କେତେ ସଚୋଟ, ତାଙ୍କର ଗାରିମା, ତାଙ୍କର ଦମଦମା, ଦେ ଆର୍ ଇଲେକ୍ଟେଡ୍ ବାଇ ଦ କଂଗ୍ରେସ ପାର୍ଟି ଟିକେଟ୍। କଂଗ୍ରେସ ଦଳ ତାଙ୍କୁ ଟିକେଟ୍ ଦେଲା, କଂଗ୍ରେସ ଦଳର ହାତ ଚିହ୍ନ ଛାପରେ ସେମାନେ ଜିତିଲେ। ହାତ ଚିହ୍ନ ଅଲ୍ ଇଣ୍ଡିଆ କଂଗ୍ରେସ କମିଟିର ମାନ୍ୟବର ବିରୋଧୀ ଦଳ ନେତା ଲୋକସଭା ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଓଡ଼ିଶାର ସଭାପତି ଭକ୍ତଚରଣ ଦାସ ବା ପୂର୍ବତନ ସଭାପତି ଶରଦ ପଟ୍ଟନାୟକ, ଯିଏ ତାଙ୍କୁ ଟିକେଟ୍ ଦେଇଥିଲେ, କଂଗ୍ରେସ ଦଳର ହିଁ ଟିକେଟ୍ ଦେଇଥିଲେ। ଯଦି ସେମାନେ କଂଗ୍ରେସ ଦଳର ଜଣେ ଶୃଙ୍ଖଳିତ କର୍ମୀ ବା ଜଣେ ଶୃଙ୍ଖଳିତ ନେତା, ଆଜି କଂଗ୍ରେସ ଦଳ ଟିକେଟ୍ରୁ ସେମାନେ ବିଜୟ ଲାଭ କରିଛନ୍ତି, ଯେଉଁ 3 ଜଣ ବିଧାୟକ ଆଜି ସମାଲୋଚନା କରୁଛନ୍ତି ନେତୃତ୍ୱକୁ, ମୁଁ ଏହାକୁ ସର୍ବପ୍ରଥମେ ନିନ୍ଦା କରୁଛି। ସେମାନେ କେତେ ଦୂର ଠିକ୍? ତୁମେମାନେ ଦଳୀୟ ଟିକେଟରେ ଜିତିଲ, ହାତ ଚିହ୍ନ ସିମ୍ବଲରେ ଜିତିଲ, ଜନସାଧାରଣ ତୁମକୁ ହାତ ଚିହ୍ନକୁ ଆସ୍ଥା କରି ଭୋଟ ଦେଲେ। ତୁମେ ହାତ ଚିହ୍ନ କଂଗ୍ରେସ ଦଳର ନିଷ୍ପତ୍ତି ବିରୁଦ୍ଧରେ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଲ। ତମେ କ'ଣ ସମାଲୋଚନା କରିବ? ତମର ନୀତି କ'ଣ ଅଛି, ସ୍ଥିତି କ'ଣ ଅଛି, ତମେ କେଉଁଥର ଅଛ? ତମେ କଂଗ୍ରେସର ପରିଚୟ ପାଇଛ, ଦଳ ତମକୁ ପରିଚୟ ଦେଇଛନ୍ତି। ଭକ୍ତ ଦାସ ଓଡ଼ିଶାରେ କଂଗ୍ରେସ ସଂଗଠନକୁ ମଜବୁତ କରିବା ପାଇଁ ଅହରହ ପ୍ରୟାସ ଜାରି ରଖିଛନ୍ତି। ଆଜି ଓଡ଼ିଶାର କୋଣ ଅନୁକୋଣରେ ପଞ୍ଚାୟତ ସ୍ତରଠାରୁ ଆରମ୍ଭ କରି, ଜିଲ୍ଲା ସ୍ତରଠାରୁ ଆରମ୍ଭ କରି, ରାଜ୍ୟ ସ୍ତରଠାରୁ ଆରମ୍ଭ କରି ସମସ୍ତ ଇସ୍ୟୁକୁ ନେଇ ସେ ଆଜି ବିରୋଧୀକି ଘେରୁଛନ୍ତି। ନିଜ ସ୍ୱାର୍ଥ ପାଇଁ ଦଳରେ ଅଛନ୍ତି। ଭୁଲ କଥା। ନିଜ ସ୍ୱାର୍ଥ ପାଇଁ ଯଦି ଦଳରେ ସିଏ ଅଛନ୍ତି, ତାହେଲେ ଭକ୍ତ ଦାସଙ୍କୁ ଯେଉଁ ଏମାନେ ସମାଲୋଚନା କରୁଛନ୍ତି, ଏମାନେ ନିଜ ସ୍ୱାର୍ଥ ପାଇଁ ଟଙ୍କା ନେଇ ବିଜେପିକି ଭୋଟ ଦେଲେ। ଏମାନେ ଆଗ ପରିଚୟ ପ୍ରମାଣ କରନ୍ତୁ, ଏମାନେ ଆଗ ଜନସାଧାରଣଙ୍କୁ ସ୍ପଷ୍ଟୀକରଣ ଦିଅନ୍ତୁ। ଆମେ ବିଜେପିକି ଭୋଟ କାହିଁକି ସେମାନେ ଦେଲେ, ସେମାନେ ଆଗ ସ୍ପଷ୍ଟୀକରଣ ରଖନ୍ତୁ। ସେମାନେ କ'ଣ ସମାଲୋଚନା କରିବେ? ଯେଉଁ ଜନସାଧାରଣଙ୍କ ପାଖରେ ବେହିଆ ମୁହଁରେ, ଅଲାଜୁକ ମୁହଁରେ ଖଡ଼ା ଗଛ, ସେମିତି ବେହିଆ ମୁହଁରେ ସେମାନେ ଆଉ ଜନସାଧାରଣ ଏମାନଙ୍କୁ ଗ୍ରହଣ କରୁନାହାନ୍ତି। କଂଗ୍ରେସ ଦଳ ଭାରତ ବର୍ଷରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବର୍ତ୍ତମାନ 450 କୋଟି ଜନତା ରାହୁଲ ଗାନ୍ଧୀଙ୍କ ସପକ୍ଷରେ ଯୋଡ଼ି ହେଲେଣି। ଏମାନଙ୍କ ବିନା ହାତରେ ନିର୍ବାଚନ ଲଢ଼ିପାରିବେ? କିଏ କହିବ ବିନା ହାତ? ଏମାନେ ତ ହାତ ଚିହ୍ନରେ ଜିତିଛନ୍ତି। ହାତ ଚିହ୍ନ ବାହାରି ଗଲେ ଏମାନଙ୍କ ଠାରୁ ଜିତି ପାରୁଛନ୍ତି ନା ପାରୁଛନ୍ତି ସମୟ କହିବ 2029ରେ। ତେଣୁକରି ହାତ ଚିହ୍ନରେ ରହି ହାତ ଚିହ୍ନ କଂଗ୍ରେସ ବିରୁଦ୍ଧରେ ମନ୍ତବ୍ୟ ଦେବା ସେମାନଙ୍କର ଏକ ହୀନ ମାନସିକତା, ଦୁର୍ବଳ ମାନସିକତା ଏବଂ ଜନସାଧାରଣ ଆଉ ତାଙ୍କୁ ଗ୍ରହଣ କରୁନାହାନ୍ତି। ନିଜର ସ୍ଥିତି ବଜାୟ ରଖିବା ପାଇଁ ପରକୁ ସମାଲୋଚନା କରିବା ଏମାନଙ୍କର ଗୋଟିଏ ଲକ୍ଷ୍ୟ। ତେଣୁ ଏମାନଙ୍କୁ ଆଉ ଜନସାଧାରଣ ପ୍ରତ୍ୟାଖ୍ୟାନ କରିବେ। ଭକ୍ତ ଦାସଙ୍କ ନେତୃତ୍ୱରେ ଓଡ଼ିଶାରେ କଂଗ୍ରେସ କମ୍ପୁଛି। ଆଗାମୀ ଦିନରେ 2029ରେ କଂଗ୍ରେସ ସରକାର କରିବ ଓଡ଼ିଶାରେ। ଏ ଯେଉଁ ବିଜେପିର ଯେଉଁ ପ୍ରକାର କାର୍ଯ୍ୟକ୍ରମ ଚାଲିଛି, ଏଇ ଦେଖନ୍ତୁ ନିଟ୍ ଛାତ୍ରଛାତ୍ରୀଙ୍କର କୋଶ୍ଚିନ୍ ଲିକ୍, ଓଜିଏସ୍ର କୋଶ୍ଚିନ୍ ଲିକ୍। ଆଜ୍ଞା, ଏଇଠି ଗୋଟେ କଥା କହିବି, ସୋଫିଆ ଫିରଦୋଷ ଦଳରୁ ନିଲମ୍ବିତ ହେଇଛନ୍ତି, କାହିଁ ଗଣମାଧ୍ୟମ ସାମ୍ନାରେ ନିଜ ଭକ୍ତ ଦାସଙ୍କୁ ଏଭଳି କଥା କହୁଛନ୍ତି? ଏଗୁଡ଼ା ହେଉଛି ନିଲମ୍ବିତ ହେବା ପରେ କଂଗ୍ରେସ ବିରୁଦ୍ଧରେ ସ୍ପଷ୍ଟୀକରଣ ଦେବାର ସେମାନଙ୍କର ନୈତିକତା ଅଧିକାର। ସେ ବର୍ତ୍ତମାନ ସ୍ୱାଧୀନ ହୋଇଗଲେଣି। ଯେହେତୁ ସେମାନେ ନିଜେ ଭୁଲ କରିଛନ୍ତି, ବିଜେପି ସହିତ ସାଲିସ ହେଇ ବିଜେପି ଠାରୁ ଉତ୍କୋଚ ନେଇ କଂଗ୍ରେସ ବିରୁଦ୍ଧରେ ଭୋଟ ଦେଇଛନ୍ତି, ଜନସାଧାରଣ ତାଙ୍କୁ ପ୍ରତ୍ୟାଖ୍ୟାନ କରିସାରିଲେଣି ଓଡ଼ିଶାରେ ଏବଂ ତାଙ୍କ ନିର୍ବାଚନ ମଣ୍ଡଳୀରେ। ତେଣୁ ସେମାନେ ଦଳର ସୁପ୍ରିମୋ, ଦଳର ଓଡ଼ିଶାର ପ୍ରଦେଶ କଂଗ୍ରେସର ମୁଖ୍ୟଙ୍କୁ ନ କହିଲେ ସେମାନଙ୍କର ସ୍ଥିତି ନାହିଁ। ସେମାନେ ଆଉ ଲୋକଙ୍କ ପାଖକୁ ଯାଇପାରିବେ ନାହିଁ। ଭକ୍ତ ଦାସ କେଉଁଦିନ ସୋଫିଆ ବିରୁଦ୍ଧ, ଯେଉଁ 3 ଜଣ ସସ୍ପେକ୍ଟ ହେଇଛନ୍ତି ତାଙ୍କ ବିରୁଦ୍ଧରେ କେଉଁଦିନ ମନ୍ତବ୍ୟ ରଖିଛନ୍ତି? ସିଏ କହିଛନ୍ତି ସୋଫିଆ ଗୋଟିଏ ଭଲ ଝିଅ, ଆଗାମୀ ଦିନରେ ତାର ପଲିଟିକାଲ ଫ୍ୟୁଚର ଭଲ ଥିଲା ଏବଂ ଏଭଳି ଯେଉଁ ନିଷ୍ପତ୍ତି ନେଲା
ଏବଂ ତା ଠିକ୍ କଲା ନାହିଁ ଏବଂ ତାର ପଲିଟିକାଲ କ୍ୟାରିୟରକୁ ତାର ଆଡଭାଇଜର ମାନେ ତାକୁ କ୍ଷତି କଲେ। ଭକ୍ତ ଦାସ କୋଉଦିନ ତ ସୋଫିଆ ବିରୁଦ୍ଧରେ କହିନାହାନ୍ତି, ତେଣୁ ସେମାନେ କହୁଛନ୍ତି ଇଏ ବିଜେପି ତାଙ୍କୁ କୁହାଉଛି। ବିଜେପି କଥାରେ ସେମାନେ ଚାଲିଛନ୍ତି। କେମିତି ଆମେ ମନା କରିବା? ମୁଁ ସୋଫିଆଙ୍କୁ ବହୁତ ଭଲ ପାଏ, କାରଣ ମୋର ସୋଫିଆଙ୍କ ସହିତ ଯେହେତୁ ଜଣେ କଂଗ୍ରେସ ପରିବାରର, ମୁଁ କଂଗ୍ରେସ ଦଳ ଆଇଡିଓଲୋଜିରେ ଅନୁପ୍ରାଣିତ। ସଭାପତି ଜିଓ ହୁଅନ୍ତୁ ନା କାହିଁକି, ସଭାପତିଙ୍କୁ ସମ୍ମାନ ଦେବା, କଂଗ୍ରେସ ଦଳର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା, ନିଜେ ଜଣେ ସଚା ସୈନିକ ଭାବେ କଂଗ୍ରେସ ପାଇଁ କାମ କରିବା। କଂଗ୍ରେସ କେମିତି ଓଡ଼ିଶାରେ ଭାରତବର୍ଷରେ ବିଜୟ ହେବ, ସେଇଦିନ ଯାଇ ଆମ ଦଳ ଆମମାନଙ୍କର ଚିତ୍ତାକର୍ଷକ, ଆମମାନଙ୍କର ଆଶା ଆକାଂକ୍ଷା ପୂରଣ ହେବ। ଆମେ ସେଇ କ୍ୟାଡରର ଜଣେ ଛୋଟ ତଳସ୍ତରୀୟ ନେତୃତ୍ୱଟିଏ। ତେଣୁକରି କଂଗ୍ରେସର ଯିଏ କ୍ଷତି କରିବ, ଇଭିନ୍ କି ମୋ ବାପା ଯଦି କ୍ଷତି କରନ୍ତି, ମୁଁ କଂଗ୍ରେସକୁ ତାଙ୍କୁ କେବେ ହେଲେ କ୍ଷମା ଦେବି ନାହିଁ। ବାପାଙ୍କ ବିରୁଦ୍ଧରେ କହିବା ପାଇଁ ପ୍ରସ୍ତୁତ। ଏଭଳି କଥା କହିବାର କାରଣ କଣ? ଏଭଳି କଟୁ ମନ୍ତବ୍ୟ ଦେବାର କାରଣ? କଟୁ ମନ୍ତବ୍ୟ ଏମାନେ ଦେବାଟା ପୁରା କହିଲି ହୀନ ମାନସିକତା। ତେଣୁକରି ଦୁର୍ବଳ ମାନସିକତା। ଲୋକ ଯେତେବେଳେ ଜନସାଧାରଣଙ୍କ ଠାରୁ ଆସ୍ଥା କମିଯାଏ, ସବୁ କ୍ଷେତ୍ରରେ ନିନ୍ଦିତ ହୁଏ, ତେଣୁକରି ସେ ଭାରସାମ୍ୟ ହରାଇ ନିଜର ଗାରିମାକୁ ଯେତେବେଳେ ଚୂର୍ଣ୍ଣ କରିଦେଇଛନ୍ତି, ନିଜର ଗାରିମାକୁ ଚୂର୍ଣ୍ଣ କରିଦେଲା ପରେ ସେମାନଙ୍କର ସ୍ଥିତି ରଖିବା ପାଇଁ ସେମାନେ ଏଇଭଳି କଟୁ ମନ୍ତବ୍ୟ ଦେଉଛନ୍ତି। ଏହା ଏକ ହାସ୍ୟାସ୍ପଦ କଥା। ଓଡ଼ିଶାର 150 କୋଟି ଜନତା ଏହାକୁ ଜାଣିଛନ୍ତି ଏବଂ ଏମାନେ ହେଉଛନ୍ତି ବିଜେପି ସହିତ ଟାଇ ଅପ୍ ହେଇ, ବିଜେପି ପାଖରେ ବିକ୍ରି ହେଇ ବିଜେପି କି ସପୋର୍ଟ କରି এইଭଳି ମନ୍ତବ୍ୟ ଦେଉଛନ୍ତି। ଏହାକୁ ଜନସାଧାରଣ ଗ୍ରହଣ କରିବେ ନାହିଁ, ପ୍ରତ୍ୟାଖ୍ୟାନ କଲେଣି। ଆଗାମୀ ଦିନରେ ଭକ୍ତ ଦାସଙ୍କ ନେତୃତ୍ୱ ବହୁତ ଭଲ ହେବ ଏବଂ ସଂଗଠନ ମଜବୁତ ହେବ। ଓଡ଼ିଶାରେ କଂଗ୍ରେସର ଜୟକାର ଗାନ ଶୁଣିବେ 2029ରେ। ଭକ୍ତ ଦାସ 2029 ନିର୍ବାଚନ ପର୍ଯ୍ୟନ୍ତ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିଶ୍ଚୟ ରହିବେ, ତାଙ୍କୁ କେହି ହଟେଇ ପାରିବେ ନାହିଁ। ଯଦି ହଟାନ୍ତି, କଂଗ୍ରେସ ମହଲରେ ନିଶ୍ଚୟ ଆନ୍ଦୋଳନ ଆରମ୍ଭ ହେବ। ଭକ୍ତ ଦାସ ହେଉଛନ୍ତି ଜଣେ ସଚା କଂଗ୍ରେସର ୱାର୍କର ଏବଂ ଜଣେ ସଚା କଂଗ୍ରେସର ଲିଡର, ଯିଏ ଦିଲ୍ଲୀରୁ ନିୟମଗିରିକୁ ରକ୍ଷା କରିବା ପାଇଁ କଳାହାଣ୍ଡିରୁ ଦିଲ୍ଲୀ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ଜଣେ ହେଉଛନ୍ତି ଭଲ ସୁସଂଗଠକ ଏବଂ କଂଗ୍ରେସକୁ ଆଗେଇବାରେ ତାଙ୍କର ମୁଖ୍ୟ ଭୂମିକା ରହିଛି ଏବଂ ତାଙ୍କ ନେତୃତ୍ୱରେ ସମସ୍ତ କଂଗ୍ରେସ ନେତୃମଣ୍ଡଳୀ ମାନେ ଯୋଡ଼ି ହେଇ କଂଗ୍ରେସକୁ ନିଶ୍ଚୟ 2029ରେ ସରକାରକୁ ଆଣିବେ।